ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କର୍କଟ ରାଶିଜାତ ବ୍ୟକ୍ତିଙ୍କ ଉପରେ ରହିଥିବା ଶନି ମହାଗ୍ରହଙ୍କର ପ୍ରଭାବ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜାଣିବା କର୍କଟ ରାଶି ପାଇଁ 2026 ମସିହାରେ କର୍ମଫଳଦାତା ମହାଗ୍ରହ ଶନି କିପରି ଫଳ ଦେବାର ସମ୍ଭାବନା ରହିଅଛି। 2026 ମସିହା ବର୍ଷ ସାରା କର୍କଟ ରାଶିର ନବମ ଭାଗ୍ୟସ୍ଥାନ ମୀନ ରାଶିରେ ଶନି ଅବସ୍ଥାନ କରିବେ। କର୍କଟ ରାଶିର ଭାଗ୍ୟସ୍ଥାନରେ ଶନିଙ୍କର ରହଣି କର୍କଟ ରାଶି ପାଇଁ କେତେକ କ୍ଷେତ୍ରରେ ଶୁଭ ଫଳ ପ୍ରଦାନ କରିବେ ତ ଅନ୍ୟ କେତେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବେ। କର୍କଟ ରାଶିର ଭାଗ୍ୟ ଭାବରେ ରହିଥିବା ଶନି 2026 ମସିହାରେ ଅବିବାହିତ ରହିଥିବା ପୁଅ ଓ ଝିଅଙ୍କ ପାଇଁ ବଡ଼ ଖୁସିର ଖବର ଆଣିବେ। ଦୀର୍ଘ ଦିନରୁ ଲାଗି ରହିଥିବା ବିବାହ ପ୍ରସ୍ତାବ ବାସ୍ତବତାରେ ପରିଣତ ହେବ। ଦାମ୍ପତ୍ୟ ଜୀବନରେ ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହେବେ, କିନ୍ତୁ ଏହା ସଙ୍ଗେ ସଙ୍ଗେ ଆପଣଙ୍କ ପାର୍ଟନର ସ୍ୱାସ୍ଥ୍ୟଗତ ସମସ୍ୟାର ସାମନା କରିପାରନ୍ତି। ବାଣିଜ୍ୟ ବେପାରରେ ଲିପ୍ତ କର୍କଟ ରାଶିଜାତ ବ୍ୟକ୍ତି ବେପାର କ୍ଷେତ୍ରରେ ଧୀରେ ଧୀରେ ଉନ୍ନତି କରି ସଫଳତା ହାସଲ କରିବେ, କିନ୍ତୁ ବେପାର କ୍ଷେତ୍ରରେ ଶନି କଠିନ ପରିଶ୍ରମ କରାଇବେ ଏବଂ ପରିଶ୍ରମର ଉଚିତ ଫଳ ମଧ୍ୟ ପ୍ରଦାନ କରିବେ। ସମୟରେ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଟିକସ ଚଢ଼ଉର ଭୟ ମଧ୍ୟ ଦେଖାଯିବ। ବଜାରରେ ବାକି ପଡ଼ିଥିଲେ ବକେୟା ଟଙ୍କା ଆଦାୟ କରିବା ବଡ଼ କଷ୍ଟକର ହେବ। ଚାକିରି କରୁଥିଲେ ପ୍ରମୋସନ୍ ସହିତ ସ୍ଥାନାନ୍ତରର ଯୋଗ ରହିଅଛି। ଶନି ମହାଗ୍ରହଙ୍କର ପ୍ରଭାବରୁ ବର୍ଷର ପ୍ରଥମାର୍ଦ୍ଧରେ କର୍କଟ ରାଶିର ଜାତ ବ୍ୟକ୍ତି ଯେତେ ଆୟ କଲେ ମଧ୍ୟ ତାହା ଖର୍ଚ୍ଚ ହୋଇଯିବ। ଆୟର ପରିମାଣ କମି କମି ଯିବ, କିନ୍ତୁ ବର୍ଷର ଦ୍ୱିତୀୟାର୍ଦ୍ଧରେ ଆୟ ଭାବରେ ଧୀର ମନ୍ଥର ଗତିରେ ଉନ୍ନତି ପରିଲକ୍ଷିତ ହେବ। ବର୍ଷର ଶେଷ ଭାଗରେ କିଛି ଆଖିଦୃଷ୍ଟିଆ ପରିମାଣର ଅର୍ଥ ସଞ୍ଚୟ କରି ରଖିବାକୁ ସମର୍ଥ ହେବେ। ପରିବାର ଭିତରେ ଭ୍ରାତୃ ବିବାଦ ଦେଖାଯିବ। ନିଜ କଥା ଓ ଆଚରଣ ଉପରେ ନିୟନ୍ତ୍ରଣ ରଖିପାରିଲେ ଭ୍ରାତୃ ବିବାଦକୁ ଏଡ଼ାଇ ଦେବାକୁ ସମର୍ଥ ହେବେ। ବର୍ଷର ପ୍ରଥମାର୍ଦ୍ଧରେ ନିଜର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ, ଏପରିକି ମନ ଭିତରେ ଅହେତୁକ ମୃତ୍ୟୁ ବିଷୟକ ଚିନ୍ତା ମନକୁ ଆଚ୍ଛନ୍ନ କରି ରଖିବ, କିନ୍ତୁ ବର୍ଷର ଦ୍ୱିତୀୟାର୍ଦ୍ଧରେ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଯିବ। ନୂତନ ସ୍ୱାସ୍ଥ୍ୟ ଲାଭ କରିବେ। 2026 ମସିହା ବର୍ଷ କର୍କଟ ରାଶି ପାଇଁ ଭାଗ୍ୟ, ତପସ୍ୟା ଓ ସାଧନାର ବର୍ଷ ରହିବ। ତୀର୍ଥାଟନ ଓ ଦେବଦର୍ଶନ ପାଇଁ ବିଭିନ୍ନ ଦୂରସ୍ଥାନ ଭ୍ରମଣରେ ଯିବାର ସୁଯୋଗ ଆସିବ। ଶନି ମହାଗ୍ରହଙ୍କର ପ୍ରଭାବରୁ ଆପଣ ଭାବୁକ, ଦାର୍ଶନିକ ଓ ଏକାନ୍ତ ପ୍ରିୟ ହେବେ। 2026 ମସିହାରେ ଶନି ମହାଗ୍ରହ ଜନିତ ଅଶୁଭ ଫଳକୁ ଏଡ଼ାଇ ଶୁଭ ଫଳର ଶୁଭତ୍ୱ ବୃଦ୍ଧି ନିମନ୍ତେ କର୍କଟ ରାଶିଜାତ ବ୍ୟକ୍ତି ଦେବଦେବ ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ। ଶିବାଭିଷେକ କରାଇଲେ ବିଶେଷ ସୁଫଳ ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କର୍କଟ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।